ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ କୁନା ଦଣ୍ଡସେନା ଜୋହନ ବାରିକ ଉପରେ ଭରସା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକସ୍ତରୀୟ ଏକ ବୈଠକ ଆଜି ବୁଧବାର ପୂର୍ବାହ୍ନ 10 ଘଟିକା ସମୟରେ ମୁଣ୍ଡିଗଡ଼ ସେବା ଭାରତୀ ଅନୁଷ୍ଠାନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ବିଧାୟକ ରାଜୀବ ପାତ୍ର ସଭାପତିତ୍ୱ କରିଥିଲେ। ସୂଚନା ଅନୁସାରେ ଗତ ରାଜ୍ୟସଭା ନିର୍ବାଚନରେ ଦଳର ନିର୍ଦ୍ଦେଶକୁ ଅବମାନନା କରି କ୍ରସ୍ ଭୋଟିଂ କରି ବିଜୁ ଜନତା ଦଳର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ନିଲମ୍ବିତ ହୋଇଥିବା ବେଳେ ତାଙ୍କୁ ବିରୋଧ ପ୍ରତିବଦଳରେ ବାଲିଗୁଡ଼ାଠାରେ ବଡ଼ ଆଡମ୍ବର ସହିତ ସ୍ୱାଗତ କରିବା ଘଟଣାରେ 2 ଜଣ ବରିଷ୍ଠ ନେତା ମଧ୍ୟ ଦଳରୁ ନିଲମ୍ବିତ ହୋଇଥିଲେ। ତାକୁ ନେଇ 4 ଗୋଟି ବ୍ଲକ ସାଂଗଠନିକ ସଭାପତି ଓ କର୍ମୀମାନେ ସାମୂହିକ ଇସ୍ତଫା ଦେଇଥିଲେ। ସେହିପରି ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳର ସଭାପତି ନବୀନ ପାତ୍ର ଓ କିଛି ପଞ୍ଚାୟତର ସଭାପତିମାନେ ସମୂହ ଇସ୍ତଫା ଦେଇଥିଲେ। ସେହି ଦିନଠାରୁ ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ମୁରବୀ ଶୂନ୍ୟ ହୋଇଥିଲା ଏବଂ ସଭାପତି ପଦବୀ ଖାଲି ରହିଥିଲା। ଏହି ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଜିଲ୍ଲା ସଭାପତିଙ୍କୁ ଦେଇଥିଲେ ନିର୍ଦ୍ଦେଶ। ସେହି ପ୍ରକାରେ ଜିଲ୍ଲା ସଭାପତିଙ୍କ ଆଦେଶରେ ତୁମୁଡ଼ିବନ୍ଧ ବ୍ଲକ 11 ଗୋଟି ପଞ୍ଚାୟତର ପ୍ରାୟ 100ରୁ ଊର୍ଦ୍ଧ୍ୱ କର୍ମୀମାନେ ମୁଣ୍ଡିଗଡ଼ ସେବା ଭାରତୀ ଅନୁଷ୍ଠାନର ସଭାଗୃହରେ ବସି ଏକ ବୈଠକ କରିଥିଲେ। ତେବେ ସେହି ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବରିଷ୍ଠ କର୍ମୀ କୁନା ଦଣ୍ଡସେନା ଓ କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ କର୍ମୀ ଜୋହନ ବାରିକଙ୍କୁ ଚୟନ କରି ଉଭୟଙ୍କ ନାଁ ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଯାଇଛି। ଉକ୍ତ ବୈଠକରେ ବରିଷ୍ଠ କର୍ମୀ ରବିଚନ୍ଦ୍ର ପାଢ଼ୀ ଗୁମା ପଞ୍ଚାୟତ ବିଜୁ ଜନତା ଦଳର ସଭାପତି ସୁରେନ୍ଦ୍ର ପରାଶେଠ, ବ୍ଲକ ସଭାନେତ୍ରୀ ରେଣୁବାଳା ମହାନ୍ତି, ବ୍ଲକ ଉପସଭାପତି ଗଙ୍ଗାଧର ମିଶ୍ର, ତୁମୁଡ଼ିବନ୍ଧ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ, ବରିଷ୍ଠ କର୍ମୀ ବିଞ୍ଜମିନ ପରାଶେଠା, ସିଲା ସରପଞ୍ଚ ନୁସୁଙ୍ଗା ପାଟମାଝୀ, ସିଲା ପଞ୍ଚାୟତ ସଭାପତି ଜଗପତି ବଡ଼ସେଠ, ସମ୍ପାଦକ ରାମଚନ୍ଦ୍ର ପାଟମାଝୀ, ବରିଷ୍ଠ କର୍ମୀ ଜୋହନ ପାଟମାଝୀ, ଆୟୁବ ନାୟକ, ପୂର୍ବତନ ସମିତି ସଭ୍ୟ ସୁଦାମ ପାଟମାଝୀ, ମୁଣ୍ଡିଗଡ଼ ବରିଷ୍ଠ କର୍ମୀ ଧବଳେଶ୍ୱର ପାତ୍ର, ଲକ୍ଷ୍ମଣ ପାତ୍ର, ରବି ପାତ୍ର, ବେଲଘର ରବିଚନ୍ଦ୍ର ନାୟକ, ପ୍ରମୋଦ ମାଝୀ, ଗୁମା ଜଗା ନାୟକ, ଅଶୋକ ମାଝୀ, ଝିରିପାଣି ପଞ୍ଚାୟତର ରାମଚନ୍ଦ୍ର ପାତ୍ର, ନକୁଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳର ସଂଗଠନ କିପରି ମଜବୁତ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଆଉ କର୍ମୀମାନେ ନିଜ ନିଜ ପଞ୍ଚାୟତରେ ଦଳର ସଂଗଠନ ସୁଦୃଢ଼ କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ ହୋଇଥିଲା। ଆପଣଙ୍କୁ ତୁମୁଡ଼ିବନ୍ଧ ବ୍ଲକର କାର୍ଯ୍ୟକାରୀ ସଭାପତି ଭାବରେ ଭାର ଦିଆଯାଇଛି, ତ ସେଇ ଭାରଟା କିପରି ଭାବରେ ଆପଣ ତୁଲେଇବେ? ଆଜି 19 ତାରିଖ ବିଜୁ ଜନତା ଦଳର ତୁମୁଡ଼ିବନ୍ଧ ବ୍ଲକର ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ଚୟନରେ ଉପସ୍ଥିତ ରହିଥିବା ସମସ୍ତ ବିଜୁ ପ୍ରେମୀମାନଙ୍କୁ ମୋର ନମସ୍କାର। ବିଶେଷ କରି ଆମମାନଙ୍କର ଜିଲ୍ଲା ସଭାପତି ପଦ୍ମନାଭ ବେହେରାଙ୍କର ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଧାୟକ ରାଜୀବ ପାତ୍ର ମହୋଦୟଙ୍କ ନେତୃତ୍ୱରେ ଆଜି 11 ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ବିଜୁ ପ୍ରେମୀମାନଙ୍କୁ ଡକାଯାଇଥିଲା। ଆଉ 100ରୁ ଊର୍ଦ୍ଧ୍ୱ ଏ ସ୍ଥାନରେ ବିଜୁ ପ୍ରେମୀମାନେ ଉପସ୍ଥିତ ଥିଲେ। ଆଉ ସେହି ସ୍ଥାନରେ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିକୁ ଚୟନ କରାଗଲା। ଆଉ ସେଥି ମୋତେ ଚୟନ କରାଯାଇଛି। ମୁଁ ନିଶ୍ଚିନ୍ତ ଏ ସମସ୍ତଙ୍କ ସହାୟତାରେ ବିଜୁ ଜନତା ଦଳକୁ ତୁମୁଡ଼ିବନ୍ଧ ବ୍ଲକରେ ସଂଗଠନ କରିବି ଏବଂ ପଞ୍ଚାୟତ ନିର୍ବାଚନରେ ସରପଞ୍ଚଠୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ ଏ ସମସ୍ତଙ୍କୁ ବିଜୁ ଜନତା ଦଳ ତରଫରୁ ଜୟଯୁକ୍ତ କରିବୁ ଏବଂ ଆଗାମୀ ନିର୍ବାଚନ ରହିଛି ବିଧାୟକ ନିର୍ବାଚନ, ସାଧାରଣ ନିର୍ବାଚନ, ସେହି ନିର୍ବାଚନରେ ବିଜୁ ଜନତା ଦଳକୁ ଆମେ ଅଧିକରୁ ଅଧିକ ଭୋଟ ତୁମୁଡ଼ିବନ୍ଧର ଦେଇ ଆସୁଥିଲୁ, ଆହୁରି ବି ଅଧିକ ଭୋଟ ଦେବୁ ଏବଂ ନିଶ୍ଚିନ୍ତ ଆମେ ପ୍ରିୟ ନବୀନ ପଟ୍ଟନାୟକଙ୍କର ହାତ ମୁଠାକୁ ଟାଣ କରିବୁ ଏବଂ ବିଜୁ ଜନତା ଦଳକୁ ଭୋଟ ଦେଇ ଜୟଯୁକ୍ତ କରିବୁ। ଆଜିର ଯେଉଁ ବିଜୁ ଜନତା ଦଳର
ନୂତନ ଭାବରେ ସଭାପତି ଓ କାର୍ଯ୍ୟକାରୀ ସଭାପତି ଦୁଇ ଜଣଙ୍କୁ ଚୟନ କରାଯାଇଛି। ଏଥିରେ ଆପଣଙ୍କ ମତାମତ କ'ଣ ରହିବ? ମୋର ମତାମତ ଦେଖନ୍ତୁ, ମୋର ଜଣଙ୍କର ମତାମତ ନାହିଁ, ସମସ୍ତଙ୍କର ମତାମତ ଅନୁସାରେ ସେ ଦୁଇ ଭାଇଙ୍କୁ ଆମେ ଚୟନ କଲୁ। କିନ୍ତୁ ମୋତେ ଆବାହକ ଦାୟିତ୍ୱ ଦେଇଥିଲେ ଆମର ଜିଲ୍ଲା ସଭାପତି ବେହେରା ମହୋଦୟ, ପୂର୍ବତନ ମନ୍ତ୍ରୀ। ସେ ଅନୁସାରେ ସମସ୍ତଙ୍କୁ ଡକା ହେଲା, ସମସ୍ତେ ଆସିଲେ, ସୁରୁଖୁରୁ ଭାବରେ ଆମର ଦାୟିତ୍ୱ ଆମେ ତାଙ୍କୁ ସମର୍ପଣ କଲୁ। ସେ ଭଲରେ ମୋର ବିଶ୍ୱାସ ଅଛି, ସେ ଦୁଇ ଭାଇ ଏକାଠି ହେଲେ ଆମର ଦଳ ନିଶ୍ଚିତ ଭାବେ ବହୁତ ଆଗକୁ ଯିବ। ଆଗରୁ ଏ ବ୍ୟବସ୍ଥା ନଥିଲା, ଟିକେ ଭିନ୍ନ ବ୍ୟବସ୍ଥାରେ ସବୁ ପରିଚାଳିତ ହେଉଥିଲା। ଏଣିକି ସମସ୍ତଙ୍କର ଜଣାତରେ ସବୁ କାମ ହୋଇପାରିବ। ଆପଣଙ୍କୁ ଆଜି ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳର ମଙ୍ଗ ଦିଆଯାଇଛି, ତ ଆପଣ ସେ ମଙ୍ଗଟାକୁ କେମିତି ଭାବରେ ଗ୍ରହଣ କରିବେ ଆଉ ଆଗାମୀ ଦିନରେ କେମିତି ପରିଚାଳନା କରିବେ? ଦେଖନ୍ତୁ, ମାନ୍ୟବର ଜିଲ୍ଲା ସଭାପତି ପଦନାଥ ବେହେରା, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ରଙ୍କୁ ଏ ତୁମୁଡ଼ିବନ୍ଧ ବ୍ଲକର ବିଜୁ ଜନତା ଦଳର ସଂଗଠନକୁ ଆଗକୁ ନେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଲେ ଯେ ଆପଣ 2 ଜଣ କାର୍ଯ୍ୟକାରୀ ସଭାପତି ଏବଂ ବ୍ଲକ ସଭାପତି ଚୟନ କରି ମୋ ପାଖକୁ ପଠାନ୍ତୁ। ସେ ନିଶ୍ଚିତ ଭାବରେ ଆଜି 11ଗୋଟି ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ କର୍ମକର୍ତ୍ତା, ବିଜେଡ଼ି ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଆଜି ପାତ୍ରବାବୁ ସଭାପତିତ୍ୱ କରି ତାଙ୍କ ସଭାପତିତ୍ୱରେ ଆଜି ମୋତେ ବ୍ଲକ ସଭାପତି ଭାବରେ ଚୟନ କରିଛନ୍ତି ଏବଂ ମୁଁ ତେଣୁକରି ମୋ ତରଫରୁ ସେ ସମସ୍ତଙ୍କୁ, ପାତ୍ରବାବୁଙ୍କୁ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଅନେକ ଅନେକ ଧନ୍ୟବାଦ ଦେଉଛି ଏବଂ ମୁଁ ଆଶା କରୁଛି ନିଶ୍ଚିତ ଭାବରେ ଆଗାମୀ ଦିନରେ ବା ଆଗକୁ ଏ ବିଜୁ ଜନତା ଦଳର ସଂଗଠନକୁ ମଜବୁତ କରିବୁ ଏବଂ ପଞ୍ଚାୟତ ନିର୍ବାଚନ ତଥା ଆଗାମୀ ବିଧାନସଭା ନିର୍ବାଚନରେ ଆମେ ବହୁତ ଭୋଟ ମାନ୍ୟବର ନବୀନ ପଟ୍ଟନାୟକ ଶଙ୍ଖ ଚିହ୍ନରେ ସମର୍ଥନ କରୁ ଏବଂ ଆମର ଜିଲ୍ଲା ସଭାପତିଙ୍କର ଇଜ୍ଜତ ରଖିବୁ ବୋଲି ଆଶା ଆଉ ଭରସା। ମୁଁ ନିଶ୍ଚିତ ଏ ତୁମୁଡ଼ିବନ୍ଧ ବ୍ଲକର 11ଗୋଟି ଜିପିର କର୍ମକର୍ତ୍ତା, ସେହି ବନ୍ଧୁମାନଙ୍କୁ ମୁଁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଆଶା କରୁଛି ମୁଁ ସମସ୍ତଙ୍କୁ ନେଇକରି ଠିକରେ ସଂଗଠନ କରିବି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।